ବାଲେଶ୍ୱର ଜିଲ୍ଲା ଉପଦା ବ୍ଲକ ଅଘିରପଦା ପଞ୍ଚାୟତ ଦେବଗିରି ପାହାଡ଼ର ଶିଖରରେ ଥିବା ବହୁ ପୁରାତନ ପାଣ୍ଡବ ଘେରାରେ ମକର ମେଳା ଅନୁଷ୍ଠିତ ହୋଇଯାଇଛି। ମାଘ ମାସ ପବିତ୍ର ମକର ସଂକ୍ରାନ୍ତିରେ ଏହି ମେଳା ବସୁଥିବା ବେଳେ ଏହା 3 ଦିନ ଧରି ଚାଲିଥାଏ। ଏହି ମେଳାର ମକର ସଂକ୍ରାନ୍ତିରେ ହଜାର ହଜାର ଯାତ୍ରୀଙ୍କ ସମାବେଶ ହୋଇଥିବା ବେଳେ ଔବଦା ସମେତ ଖଇରା, ସୋର, ଶିମୁଳିଆ, ବାହାନଗା, ଭଦ୍ରକ ଓ ମୟୂରଭଞ୍ଜ ଅଞ୍ଚଳରୁ ଲୋକମାନେ ଆସିଥାନ୍ତି। ଲୋକଙ୍କ କଥାରେ ଦ୍ୱାପର ଯୁଗରେ ଅଜ୍ଞାତ ବନବାସ ସମୟରେ ପଞ୍ଚୁ ପାଣ୍ଡବଙ୍କ ସହିତ ମା ଦ୍ରୌପଦୀ ପାହାଡ଼ ଶିଖରରେ ଥିବା ବଡ଼ ବଡ଼ ପଥର ଗୁମ୍ଫାରେ ଆତ୍ମଗୋପନ କରିଥିବା ଜଣାଯାଏ। ପାହାଡ଼ର ଶିଖରରେ ପ୍ରଭୁ ଜଗନ୍ନାଥ ମନ୍ଦିର ଥିବାବେଳେ ମନ୍ଦିରର ସେବକ ଭାବେ ବାବା ଭଜହରି ଦେବା ପୂଜା କରିଥାନ୍ତି। ସେଠାରେ ବହୁ ସାଧୁ ସନ୍ଥ ମାନଙ୍କର ମିଳନ ହୋଇ 3 ଦିନ ଯାଗ ଯଜ୍ଞ କରାଯାଇଥାଏ। ପାହାଡ଼ର ପାଦଦେଶରୁ ପ୍ରାୟ 2000 ଫୁଟ ଉଚ୍ଚତାରେ ପାଷାଣ କ୍ଷେତ୍ର ପାଣ୍ଡବ ଘେରା ନାମରେ ପରିଚିତ ମକର ମେଳାକୁ ଯାତ୍ରୀମାନେ ପାହାଡ଼ ଚଢ଼ି ଯାଇଥାନ୍ତି। ଶତାଧିକ ବର୍ଷ ଧରି ଏହି ମେଳା ଚାଲିଥିବା ବେଳେ ମେଳା ସ୍ଥାନକୁ ଯାତ୍ରୀମାନେ ଯିବା ପାଇଁ ନା ଅଛି ରାସ୍ତା, ନା ଅଛି ପାନୀୟ ଜଳର ସୁବିଧା, ନା ଅଛି ଆଲୋକର ବ୍ୟବସ୍ଥା। ଅଞ୍ଚଳବାସୀଙ୍କର ଦାବି ଥିବା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିପାରୁଛି ନା ଯାତ୍ରୀମାନଙ୍କ ପାଇଁ ଉପରୋକ୍ତ ସୁବିଧାମାନ ହୋଇପାରୁଛି। ଏହି ବହୁ ପୁରାତନ ମେଳାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ସହ ଗମନାଗମନ ପାଇଁ ରାସ୍ତା ଓ ପାନୀୟ ଜଳ ଓ ଆଲୋକର ସୁବିଧା ପାଇଁ ଜନସାଧାରଣରେ ଦାବି ହେଉଛି। ଆମ ଗୁରୁଦେବଙ୍କ ନାଁ ରାମଚନ୍ଦ୍ର ଦାସ। ଦ୍ୱାପର ଯୁଗରେ ଯେତିକାଳେ ଭାରତ ଯୁଦ୍ଧରେ ଏକାଖେଳ ବେଳେ ଦୁର୍ଯୋଧନ ଦେଇଥିଲା ବନବାସ 12 ବର୍ଷ। ବନବାସରୁ ଆସିକି ଆମର ବିରାଟ ରାଜ୍ୟ ହେଲା ସଂବୃକ୍ଷରେ ଅସ୍ତ୍ରଶସ୍ତ୍ର ଧନୁ ସବୁ ରଖିଛନ୍ତି। ସୁଡ଼ଙ୍ଗ ସେଇଠି ଅଛି, ମାନେ ପାଣ୍ଡବ ଘରକୁ। ଆଉ ପାଣ୍ଡବ ଘରର ଗୁମ୍ଫାରେ ରହନ୍ତି ଗୁପ୍ତ ବର୍ଷ ରହିଥିଲେ। ଦ୍ୱାପର ଚାଲିଗଲା। କଳିଯୁଗରେ ମହାପୁରୁଷ ମାନେ ସଂଶୋଧନ ମାନେ ଆରମ୍ଭ କଲେ ହେଉଛି ଯଜ୍ଞ। ଆଉ ସେଇଠି ଚାଲିଛି ଆମର ଯେ ପୁରସ୍ତମ ଦାସ ମହାପୁରୁଷ ଯୋଉ ଫଟୋ ଅଛି, ସେ ଫଟୋ ଦ୍ୱାରା ତାଙ୍କର କରିଛନ୍ତି ଯେ ମହାପୁରୁଷ ପ୍ରାୟ 300 ବର୍ଷ ହେଇଗଲାଣି। ଆଉ ବର୍ଷ ଚାଲିଛି। ଦୁଃଖ କଣ ମୋର ଏତିକି, ପ୍ରଶାସନ ମାନେ ଚାହୁଁନାହାନ୍ତି ଯେ ରାସ୍ତା ହେବା ପାଇଁ ଆଉ ପାଣି ବୋତଲ ଗାଡି 30-40 ଟଙ୍କା ହେଇଛନ୍ତି। ପାଣି ଧାରଟା ହଉଛି 100 କେତେ ଜନସଂଖ୍ୟା ଦେଖୁଛ ନା, ବହୁତ ହଇରାଣ ହଉଛନ୍ତି, ଖାଇ ତ ପାଉନାହାନ୍ତି। କେମିତି ଆମେ ପାହାଡରୁ ଉଠିକି ଆସିକି ଏଠି ପହଞ୍ଚିଲା ବେଳେ କେତେ ଟଙ୍କା ହଉଛି ଯେ 20 ଟଙ୍କା ଦେଲେ 3ଟା ପିଆଜ ଏଇଟା କଣ ଦଉଛନ୍ତି। ତାଙ୍କୁ ପୋଷେଇ ନାହିଁ ପାଣି ଧାର ଯୋଉଠି ମାନେ 100 ଟଙ୍କା। ଆଉ ଏଇଟା ଚାଲୁଛି। ଆଉ ଆମର ଆପତ୍ତି ଯେ ପ୍ରଶାସନ ଯଦି ଚାହାନ୍ତା ତାହେଲେ କିଛି ଆମେ ଆମେ ଆଉ ଜାଣିଛୁ ନା ଗଭର୍ଣ୍ଣମେଣ୍ଟ କଥା ହବ ନା। ଏ ନେତା ମାନେ ସବୁ ଆସିଛନ୍ତି, ଏମଏଲଏ ଆଉଛି, ସରପଞ୍ଚ ଆଉଛି, କେହି ମାନେ ଦାୟିତ୍ୱ ନେଉନି ନା। ହରିହର ଜେନା, ଘର ପାଟପୁର ଆଉ ପୁରା ନିଶ୍ଚିତ ଭାବେ ଯାହା ହେଲେ ବି ଆମେ ଯେହେତୁ ହିନ୍ଦୁ, ଆମେ ହିନ୍ଦୁ ଶାସ୍ତ୍ରକୁ ଆମେ ବିଶ୍ୱାସ କରୁ ଯେ ମହାଭାରତରେ ଯେ ପାଣ୍ଡବମାନେ ଯେତେବେଳେ ଅଜ୍ଞାତ ବାସ କରୁଥିଲେ, ତେଣୁ ଏଟା ବି ଆମ ଶାସ୍ତ୍ର କହୁଛି। ତେଣୁ ଆମେ ଯାହା ଲୋକ ଆମର ଜନ ବା ଲୋକ କଥାରେ ଆମେ ଯାହା ଶୁଣୁଛୁ ଯେ ତାଙ୍କ ଅଜ୍ଞାତ ସମୟରେ ସେ ଆସି ଏଠାରେ ରହୁଥିଲେ ଏବଂ ତାର ମଧ୍ୟ କିଛି ପଥର ଶିଳାରେ ଆମେ ପରିଚୟ ପାଉ। ତେଣୁ ନିଶ୍ଚିତ ଭାବେ ଆମେ ଭାବୁଛୁ ଯେ ନିଶ୍ଚିତ ଭାବେ ବୋଧେ ସେ ନିଶ୍ଚିତ ଏଠି ରହୁଥିବ, ବାସ କରୁଥିବ। ଆମର ଟିକେ ରାସ୍ତାଘାଟ ବିଶେଷ ଟିକେ ପାର୍ବତ୍ୟ ଅଞ୍ଚଳରେ ଆମ ଯୋଉଠି ସ୍ଥାନଟି ଅବସ୍ଥିତ, ତେଣୁ ଟିକେ ରାସ୍ତାଘାଟ ଟିକେ ସୁବିଧା କେବଳ ପାଦ ଚଲା ରାସ୍ତାରେ ରହିଛି। ତେଣୁ ଯଦି ସରକାରଙ୍କ ତରଫରୁ ଯଦି ଏ ରାସ୍ତାର ଟିକେ କରନ୍ତା, ଆଉ ଟିକେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କଲା ଭଳି କୋଉଠି ବଗିଚାଟି ଏବଂ ପାନୀୟ ଜଳ ଏବଂ ଅନ୍ୟ ପ୍ରକାର ସୁବିଧା କରନ୍ତା, ନିଶ୍ଚିତ ଭାବେ ଆମେ ଯାହା ଦେଖୁଛୁ ଭଦ୍ରକ କ'ଣ କେଉଁଝର ଆଜି ବାଲେଶ୍ୱର ଛାଡ଼ିକି ମୟୂରଭଞ୍ଜ ଏମିତି 5-6ଟି ଜିଲ୍ଲାର ଲୋକମାନେ ଏଠି ଆସୁଛନ୍ତି। ତେଣୁ ମୁଁ ଆଶା କରେ ନିଶ୍ଚିତ ସରକାର ଏଥିପାଇଁ ପଦକ୍ଷେପ ଦେଲେ ହୁଏତ ଆମ ଉପଦା ବ୍ଲକରେ ଏକ ପର୍ଯ୍ୟଟନ ସ୍ଥଳୀ ରୂପେ ଏଇଟା ପରିଗଣିତ ହେବ। ବୋଲା ହଉଛି ଜୀବନ ଜିନିଷ ମୋ ଘର ହଉଛି ଗୋରୁହାଟ। ଆଉ ଏଠି ହଉଛି ପାଣ୍ଡବରା ବହୁ ବର୍ଷ ହେଲା ଚାଲିଅଛି। ଏଠି ପଞ୍ଚୁ ପାଣ୍ଡବ ଏଇ ଗୁମ୍ଫାରେ ଯେତେବେଳେ ବନବାସ ଆସିଥିଲେ ଏଇ ଗୁମ୍ଫାରେ ରହୁଥିଲେ, ସେଥିପାଇଁ ଏଇ ଜାଗାଟା ବହୁତ ପ୍ରସିଦ୍ଧ ଅଛି।
प्रतिवर्ष ये मकर संक्रांति दिन बहुत लोक ये एकाठी हुई आज भी बहुत लोग आस लक्ष 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 लोक पानी टे असुविधा अच्छी पानी ऊपर गाड़िया बहुत कष्ट होची पाहाच सुविधा भी नहीं सब प्रदूषण होती। ଔପଦାରୁ ବିଶ୍ୱଜିତ ଆଚାର୍ଯ୍ୟଙ୍କ ରିପୋର୍ଟ A1 ଓଡ଼ିଶା।